ନମସ୍କାର। ମୋ ଲର୍ନ ୱିଥ୍ ପୂର୍ବୀ ଗୁଡଲି ୟୁଟ୍ୟୁବ୍ ଚ୍ୟାନେଲକୁ ଆପଣମାନଙ୍କର ସ୍ୱାଗତ। ଏଥର ମୁଁ ସବୁବେଳେ ଓଡ଼ିଆରେ ହିଁ କହିବି, କାରଣ ହିନ୍ଦୀଟା ପ୍ରାୟ କିଛି ଲୋକ ବୁଝିପାରୁନାହାନ୍ତି। କିଛି ଲୋକ ନିଜ ବୋହୂର ସ୍ୱପ୍ନ ଆଉ କ୍ୟାରିୟର ସହ ଖେଳି ତାର ବର୍ଷ ବର୍ଷର ପରିଶ୍ରମ ଶିକ୍ଷାକୁ ନିଜ ସ୍ୱାର୍ଥ ପାଇଁ ବ୍ୟବହାର କରିଦିଅନ୍ତି। ଆଉ ପରେ ଲୋକଙ୍କ ଆଗରେ କୁହନ୍ତି ଯେ ସେ ତାର ନିଜର ପିଲା ଛୁଆ ପାଇଁ ଚାକିରି ଛାଡ଼ି ଦେଇଛି। ଏଭଳି କହି କେବଳ ସେ ତାଙ୍କର ନିଜ ନାତି ନାତୁଣୀକୁ ବଦନାମ କରନ୍ତିନି, ବରଂ ଜଣଙ୍କର ତ୍ୟାଗକୁ ବି ବଦନାମ କରିଦିଅନ୍ତି। ଆଉ ସେ ସବୁକୁ ଯୋଉ ନିଜର ଉପକାରରେ ଲଗେଇଥିଲେ ସେ ସବୁର ମୂଲ୍ୟହୀନ ବନେଇ ଦିଅନ୍ତି ଆଉ ତାକୁ ଅପମାନ କରିଦିଅନ୍ତି। ସବୁଠୁ ବଡ଼ ଦୁଃଖର କଥା ଯେ ତାଙ୍କର ଏହି ଅନ୍ୟାୟର ସାଥ ଦିଅନ୍ତି ତାଙ୍କ ନିଜ ପୁଅ, ଯିଏକି ତାଙ୍କ ବୋହୂର ସ୍ୱାମୀ, ଯିଏକି ନିଜର ସ୍ତ୍ରୀ ସପକ୍ଷରେ ଠିଆ ହେବା ଉଚିତ। ତେଣୁ ଗୋଟେ କଥା କହିବି, କାହାର ତ୍ୟାଗକୁ ନିଜ ଉପକାର ବୋଲି ପ୍ରଚାର କରିବା ମହାନତା ନୁହେଁ, ବରଂ ତାଙ୍କର ଅଧିକାର ଓ ସ୍ୱପ୍ନକୁ ସମ୍ମାନ ଦେବା ହିଁ ପ୍ରକୃତ ମାନବିକତା।